ଆଚ୍ଛା, ଆଜି ଆମେ ଏମିତି ଗୋଟେ ପ୍ରଶ୍ନ ଉପରେ କଥା ହେବା ଯାହା ମାନେ ସତରେ ମୁଣ୍ଡ ଖରାପ କରିଦେବ। ହୁଁ କଳ୍ପନା କରନ୍ତୁ ଏମିତି ଜଣେ ଅଛନ୍ତି ଯିଏ ସମୟ ଆଉ ସ୍ଥାନର ବାହାରେ, ହଁ ଯାହା ପାଇଁ କୌଣସି ଆରମ୍ଭ ନାହିଁ କି ଶେଷ ନାହିଁ। ସେଇ ଅସୀମ ସତ୍ତା ଆମର ଏଇ ଦୁନିଆକୁ, ଆମ ଜୀବନକୁ କେମିତି ଦେଖୁଥିବେ? ବହୁତ ବଡ଼ ପ୍ରଶ୍ନ। ଆମ ପାଖରେ ଯେଉଁ ଲେଖାଗୁଡ଼ିକ ଅଛି ସେଗୁଡ଼ିକୁ ଈଶ୍ୱରଙ୍କର ସ୍ୱରୂପ ଆଉ ସମୟ ସହ ତାଙ୍କର ସମ୍ପର୍କକୁ ନେଇ ଗୋଟେ ଗଭୀର ଦାର୍ଶନିକ ବିଶ୍ଳେଷଣ କରୁଛି। ଆଉ ଦେଖନ୍ତୁ, ଆଜି ଆମର ଉଦ୍ଦେଶ୍ୟ କୌଣସି ପକ୍କା ଉତ୍ତର ଖୋଜିବା ନୁହେଁ। ନା, ସେଇଟା ସମ୍ଭବ ନୁହେଁ। ହଁ, କାରଣ ଏହି ଲେଖାଗୁଡ଼ିକ ନିଜେ ମାନୁଛନ୍ତି ଯେ ଏସବୁ କଥାକୁ ପୂରାପୂରି ବୁଝିବା ମଣିଷ ପକ୍ଷରେ ଅସମ୍ଭବ। ହୁଁ। ବରଂ ଆମେ ଚେଷ୍ଟା କରିବା ସେହି ତର୍କ ଆଉ ଦର୍ଶନକୁ ବୁଝିବାକୁ ଯାହା ସୃଷ୍ଟିକର୍ତ୍ତା ଏବଂ ଆମ ଭଳି ସୃଷ୍ଟିର ଦୃଷ୍ଟିକୋଣ ଭିତରେ ଥିବା ସେହି ଆକାଶ ପାତାଳ ଫରକକୁ ଦେଖାଏ। ଗୋଟେ ମାନସିକ ବ୍ୟାୟାମ ଭଳି। ଏକଦମ। ଠିକ୍ ଅଛି। ତେବେ ଚାଲନ୍ତୁ ସିଧା ମୂଳ କଥାକୁ ଯିବା। ଏହି ଲେଖାଗୁଡ଼ିକର ପ୍ରଥମ ଯୁକ୍ତି ହେଲା, ଈଶ୍ୱର ସମୟ ଆଉ ସ୍ଥାନ ତିଆରି କରିଛନ୍ତି। ହଁ, ତେଣୁ ସେ ନିଜେ ଏହାର ନିୟମରେ ବନ୍ଧା ନୁହନ୍ତି। ଆମ ପାଇଁ ତ ଆମେ ଯେମିତି ଦେଖୁ, ସମୟ ଗୋଟେ ସିଧା ରାସ୍ତା, ଆମେ ଖାଲି ଆଗକୁ ହିଁ ଯାଇପାରିବା। ପଛକୁ ଫେରିବାର ବାଟ ନାହିଁ। କିନ୍ତୁ କୁହାଯାଉଛି ଈଶ୍ୱରଙ୍କ ପାଇଁ ଏକଥା ଆଦୌ ଲାଗୁ ହୁଏନି। ଆଉ ଏଇଠି ଗୋଟେ ବହୁତ ମଜାଦାର କଥା ଅଛି। ଉତ୍ସଗୁଡ଼ିକୁ କହୁଛନ୍ତି ଈଶ୍ୱରଙ୍କର ଅନନ୍ତ କାଳର ଅର୍ଥ ବହୁତ ଲମ୍ବା ସମୟ ନୁହେଁ। ଓହୋ। ଏହା ସମ୍ପୂର୍ଣ୍ଣ ଭିନ୍ନ ପ୍ରକାରର ଏକ ଅସ୍ତିତ୍ୱ। ଏମିତି ଭାବନ୍ତୁ, ଆମେ ସମସ୍ତେ ଗୋଟେ ଟ୍ରେନରେ ବସିଛୁ। ଆଚ୍ଛା। ସେ ଟ୍ରେନ୍ ଗୋଟେ ଷ୍ଟେସନ ପରେ ଆଉ ଗୋଟେ ଷ୍ଟେସନ ଦେଇ ସିଧା ଆଗକୁ ଯାଉଛି। ଆମେ ଖାଲି ଆମ ଡବା ଭିତରୁ ଟିକେ ଆଗକୁ ବା ପଛକୁ ଦେଖିପାରିବା। ହଁ, ଆଉ ଆମେ ଜାଣିନୁ ଆଗକୁ କୋଉ ଷ୍ଟେସନ ଆସିବ। ଏକ୍ଜାକ୍ଟଲି। କିନ୍ତୁ ଈଶ୍ୱର ସେହି ଟ୍ରେନରେ ନାହାନ୍ତି। ଲେଖାଗୁଡ଼ିକ ଅନୁସାରେ ସେ ହେଉଛନ୍ତି ସେହି ବ୍ୟକ୍ତି ଯିଏ ପାହାଡ଼ ଉପରେ ଠିଆ ହୋଇଛନ୍ତି। ଆଉ ସେଠାରୁ ସେ ପୁରା ରେଡ୍ ଲାଇନ୍କୁ ଏକା ସାଙ୍ଗରେ ଦେଖିପାରୁଛନ୍ତି। ମାନେ ଟ୍ରେନଟା କୋଉଠୁ ଆସିଲା, ଏବେ କୋଉଠି ଅଛି, ଆଉ ଆଗକୁ କୁଆଡ଼େ ଯିବ, ସବୁ କିଛି। ହଁ, ସବୁକିଛି ତାଙ୍କୁ ଏକା ସମୟରେ ଦେଖାଯାଉଛି। ତାଙ୍କ ପାଇଁ ସମୟ ଗୋଟେ ଲମ୍ବା ଲାଇନ୍ ନୁହେଁ, ବରଂ ଗୋଟେ ପୁରା ମାନଚିତ୍ର ଭଳି, ଯାହାର ସବୁ ଅଂଶ ଏକାଠି ଉପସ୍ଥିତ। ଗୋଟେ ମିନିଟ୍, ଏ କଥା ନା ଟିକେ ବୁଝି ହେଉନି। ତେବେ ଏହାର ଅର୍ଥ, ଯେଉଁ ଘଟଣା ଆମ ପାଇଁ ହଜାର ହଜାର ବର୍ଷ ପୁରୁଣା ଆଉ ଯେଉଁ ଘଟଣା ହଜାର ବର୍ଷ ପରେ ଘଟିବ, ହଁ ସେ ସବୁ ଈଶ୍ୱରଙ୍କ ପାଇଁ ଏକା ସମୟରେ ଏବେ ହିଁ ଘଟୁଛି। ହଁ, ଏହି ଲେଖାଗୁଡ଼ିକର ଯୁକ୍ତି ଠିକ୍ ସେୟା। ସେମାନେ ଉଦାହରଣ ଦେଇଛନ୍ତି ଯେ ଯୀଶୁଙ୍କ କ୍ରୁଶବିଦ୍ଧ ହେବା, ଯାହା ଆମ ପାଇଁ ଇତିହାସ, ହଁ। ଏବଂ ଶୈତାନର ଅନ୍ତିମ ବିଚାର, ଯାହା ଆମ ପାଇଁ ଭବିଷ୍ୟତ। ଈଶ୍ୱରଙ୍କ ଦୃଷ୍ଟିରେ ଏହି ଦୁଇଟି ଘଟଣା ଏକା ସାଙ୍ଗରେ ବର୍ତ୍ତମାନ। ଆଚ୍ଛା। ଏହା ହିଁ ତାଙ୍କର ସର୍ବଜ୍ଞାନୀ ହେବାର ମୂଳ କାରଣ। ଯଦି ସେ ସମୟ ଭିତରେ ଥାନ୍ତେ, ତେବେ ସେ କେବଳ ବର୍ତ୍ତମାନକୁ ହିଁ ଜାଣିପାରନ୍ତେ, ଭବିଷ୍ୟତକୁ ନୁହେଁ। ଠିକ୍। କିନ୍ତୁ ଯେହେତୁ ସେ ସମୟର ବାହାରେ, ପୁରା ମାନଚିତ୍ରଟା ତାଙ୍କ ସାମ୍ନାରେ ଖୋଲା ଅଛି। କିନ୍ତୁ ଯଦି ଭବିଷ୍ୟତ ଈଶ୍ୱରଙ୍କ ପାଇଁ ଏବେଠାରୁ ହିଁ ଉପସ୍ଥିତ, ତେବେ କ'ଣ ସବୁକିଛି ଆଗରୁ ଧାର୍ଯ୍ୟ ହୋଇସାରିଛି? ଏଥିରେ ଆମ ଇଚ୍ଛା ବା ସ୍ୱାଧୀନତାର କ'ଣ ମୂଲ୍ୟ ରହିଲା? ଏଇଟା ଗୋଟେ ବହୁତ ବହୁତ ବଡ଼ ଦାର୍ଶନିକ ପ୍ରଶ୍ନ। ହଁ, ଏହା ତ ସିଧାସଳଖ ଏକ ବିରୋଧାଭାସ ପରି ଲାଗୁଛି। ଆଉ ଉତ୍ସଗୁଡ଼ିକ ଏହାର ସିଧା ଉତ୍ତର ଦିଅନ୍ତି ନାହିଁ। ବରଂ ସେମାନେ କହନ୍ତି ଯେ ଏହା ଆମ ମଣିଷ ବୁଦ୍ଧିର ସୀମା। ଆମେ ଗୋଟେ 3 ଡାଇମେନ୍ସନାଲ ଦୁନିଆରେ ରହୁଛୁ। 4 ଡାଇମେନ୍ସନାଲ କଥା ବୁଝିବାକୁ ଚେଷ୍ଟା କଲା ଭଳି। ଏକଦମ। ଈଶ୍ୱରଙ୍କ ଜାଣିବା ଏବଂ ଆମର କରିବା, ଏହି ଦୁଇଟି କଥା କିପରି ଏକା ସାଙ୍ଗରେ ସମ୍ଭବ, ତାହା ଏକ ରହସ୍ୟ। କିନ୍ତୁ ଲେଖାଗୁଡ଼ିକର ମୂଳ କଥା ହେଲା, ଈଶ୍ୱରଙ୍କ ଜ୍ଞାନ ଆମ ସ୍ୱାଧୀନତାକୁ ବାଧା ଦିଏ ନାହିଁ। ୱାଓ, ମାନେ ସମୟକୁ ବୁଝିବା ହିଁ ଏତେ କଷ୍ଟ। କିନ୍ତୁ ଏହି ଲେଖାଗୁଡ଼ିକ ଏହାଠୁ ଆହୁରି ଗଭୀରକୁ ଯାଇ ଆମ ବାସ୍ତବତାର ମୂଳଦୁଆ ଉପରେ ହିଁ ପ୍ରଶ୍ନ ଉଠାଉଛନ୍ତି। ହଁ। ଏଠି ଅସ୍ତିତ୍ୱ ଆଉ ଅନସ୍ତିତ୍ୱ କଥା ଆସୁଛି। ଆଉ ଏଇଠି ମୋ ମୁଣ୍ଡ ପ୍ରକୃତିର କାମ କରିବା ବନ୍ଦ କରିଦେଉଛି। ହଁ, ଏହି ଅଂଶ ପାଇଁ ଗୋଟେ କପ୍ କଫି ଦରକାର ପଡ଼ିପାରେ। ନିଶ୍ଚୟ। ଦେଖନ୍ତୁ, ଆମ ପାଇଁ ଅସ୍ତିତ୍ୱର ମାନେ ହେଲା କିଛି ନଥିବା, ପୁରା ଶୂନ୍ୟ। କିନ୍ତୁ ଉତ୍ସଗୁଡ଼ିକର ଯୁକ୍ତି ବଡ଼ ଅଦ୍ଭୁତ। କେମିତି? ସେମାନେ କହନ୍ତି, ଏପରିକି ସେହି ଶୂନ୍ୟ ବା ଅନସ୍ତିତ୍ୱ ମଧ୍ୟ ଈଶ୍ୱରଙ୍କ ଭିତରେ ହିଁ ଅଛି। ଏହାର ମାନେ କ'ଣ? ଏହାକୁ ଟିକେ ସହଜ ଗାବଡ଼ ବୁଝାଇବେ କି? ନିଶ୍ଚୟ। ଏମିତି ଭାବନ୍ତୁ, ଜଣେ ଲେଖକ ଆଉ ତାଙ୍କ କାହାଣୀ। ହଁ। ଲେଖକ କାହାଣୀ ଲେଖିବା ଆଗରୁ ସେଥିରେ ଥିବା ଚରିତ୍ରମାନେ କେଉଁଠି ଥାନ୍ତି? କେଉଁଠି ନୁହେଁ, ତାଙ୍କ କଳ୍ପନା ଭିତରେ ଥାଆନ୍ତି। ଠିକ୍, ସେମାନେ ଲେଖକଙ୍କ କଳ୍ପନା ଭିତରେ ଏକ ସମ୍ଭାବନା ଭାବରେ ଥାନ୍ତି।
ଲେଖକ ଚାହିଁଲେ ସେମାନଙ୍କୁ କାଗଜ ଉପରକୁ ଆଣି ଅସ୍ତିତ୍ୱ ଦେଇପାରନ୍ତି। ନଚେତ୍ ସେମାନେ ସେହି କଳ୍ପନା ଭିତରେ ହିଁ ରହିଯାଆନ୍ତି। ଏକଦମ। ଉତ୍ସାଗୁଡ଼ିକ ଏଇ ଧାରଣାକୁ ଚରମ ସ୍ତରକୁ ନେଇଯାଉଛନ୍ତି। ସେମାନେ କହୁଛନ୍ତି ଏହି ସମଗ୍ର ସୃଷ୍ଟି ଯାହା ଆମେ ଦେଖୁଛୁ ବା ଯାହା ଆମ କଳ୍ପନାର ବାହାରେ, ସବୁକିଛି ଈଶ୍ୱରଙ୍କ ଚେତନା ଭିତରେ ଏକ ସମ୍ଭାବନା ଭାବରେ ରହିଛି। ସେ କୁହ ବୋଲି କହିବାରୁ ଏସବୁ ଅନସ୍ତିତ୍ୱରୁ ଅସ୍ତିତ୍ୱକୁ ଆସିଛି। ତେବେ ଏହି ହିସାବରେ କେବଳ ଈଶ୍ୱର ହିଁ ପ୍ରକୃତ ଅସ୍ତିତ୍ୱ। ହଁ, କାରଣ ସେ ନିଜେ ନିଜର କାରଣ ତାଙ୍କୁ କେହି ତିଆରି କରିନାହାନ୍ତି। ବାକି ଆମେ ସମସ୍ତେ ଏହି ପୂରା ବ୍ରହ୍ମାଣ୍ଡ କେବଳ ତାଙ୍କ ଇଚ୍ଛା ଉପରେ ହିଁ ଟିକି ରହିଛୁ। ଯଦି ସେ ଚାହିଁବେ ଆମେ ପୁଣି ସେହି ଅନସ୍ତିତ୍ୱକୁ ଫେରିଯିବା। ଏକଦମ ଠିକ୍। ଆମର କୌଣସି ସ୍ୱାଧୀନ ଅସ୍ତିତ୍ୱ ନାହିଁ। ଆମେ ସୂର୍ଯ୍ୟ କିରଣ ଭଳି। ଯେତେବେଳେ ପର୍ଯ୍ୟନ୍ତ ସୂର୍ଯ୍ୟ ଅଛି, କିରଣର ଅସ୍ତିତ୍ୱ ଅଛି। ସୂର୍ଯ୍ୟ ନାହିଁ ତ କିରଣ ବି ନାହିଁ। ଠିକ୍। ଏଇଠି ହିଁ ସବୁଠୁ ବଡ଼ ଆଉ କଷ୍ଟକର ପ୍ରଶ୍ନ ଆସୁଛି। ଯଦି ସବୁକିଛି ଈଶ୍ୱରଙ୍କ ଇଚ୍ଛା ଦ୍ୱାରା ହିଁ ତିଷ୍ଠି ରହିଛି, ତେବେ ଏହି ଦୁନିଆରେ ଥିବା ମନ୍ଦ, ପାପ, ଦୁଃଖ, ଯନ୍ତ୍ରଣା ଏସବୁ କ'ଣ? ଉତ୍ସଗୁଡ଼ିକ ଏହି ବିଷୟରେ କ'ଣ କହୁଛନ୍ତି? କ'ଣ ଏସବୁ ମଧ୍ୟ ଈଶ୍ୱରଙ୍କ ଭିତରେ ଯେ ଅଛି? ଏହା ହେଉଛି ଧର୍ମଶାସ୍ତ୍ରର ସବୁଠୁ ଜଟିଳ ପ୍ରଶ୍ନ, ଯାହାକୁ ଦ ପ୍ରୋବ୍ଲେମ୍ ଅଫ୍ ଇଭିଲ୍ କୁହାଯାଏ। ଆଉ ଉତ୍ସଗୁଡ଼ିକ ଏହାକୁ ସ୍ୱୀକାର କରନ୍ତେ। ଆଚ୍ଛା। ସେମାନେ କୁହନ୍ତି ଯେ ହଁ, ପାପ, ମୃତ୍ୟୁ, ଏପରିକି ଶୈତାନ ମଧ୍ୟ ଈଶ୍ୱରଙ୍କ ଦ୍ୱାରା ଧାରିତ ଏକ ସୃଷ୍ଟି। ତାହେଲେ କିନ୍ତୁ ଏଠାରେ ଦୃଷ୍ଟିକୋଣର ପାର୍ଥକ୍ୟକୁ ବୁଝିବାକୁ ପଡ଼ିବ। ଲେଖାଗୁଡ଼ିକ ଗୋଟେ ପଦ ଉଦ୍ଧୃତ କରନ୍ତି, ଯିଶାୟ 40:15। ହଁ। ଦେଖ, ଗୋଷ୍ଠୀ ସକଳ କଳସର ଏକ ବୁନ୍ଦା ଜଳ ତୁଲ୍ୟ। ସେ ସେମାନଙ୍କୁ ଶୂନ୍ୟ ବସ୍ତୁ ଓ ତୁଚ୍ଛ ବୋଲି ମନେ କରନ୍ତି। ଗୋଟେ ମିନିଟ୍, ଏହାର ଅର୍ଥ କ'ଣ ଏହା ଯେ ଆମର ଯନ୍ତ୍ରଣା ବା ସଂଘର୍ଷ ଈଶ୍ୱରଙ୍କ ପାଇଁ କିଛି ନୁହେଁ? ନା, ଆଦୌ ନୁହେଁ। ଏହାର ଅର୍ଥ ମୂଲ୍ୟ କମ୍ କରିବା ନୁହେଁ, ବରଂ ଦୃଷ୍ଟିକୋଣର ବିଶାଳତାକୁ ଦର୍ଶାଇବା। ଓହୋ, ଆଚ୍ଛା। ଯାହା ଆମ ପାଇଁ ପୁରା ଜୀବନ, ପୁରା ବାସ୍ତବତା, ତାହା ଈଶ୍ୱରଙ୍କ ଅସୀମ ଦୃଷ୍ଟିକୋଣରୁ ଏକ ଛୋଟ ବିନ୍ଦୁ ଭଳି ହୋଇପାରେ। ଲେଖାଗୁଡ଼ିକ କହନ୍ତି ଯେ ଈଶ୍ୱର ସମୟ ସ୍ଥାନ ଭିତରେ ପାପ ଏବଂ ମନ୍ଦର ପ୍ରଭାବକୁ ଘୃଣା କରନ୍ତି, କିନ୍ତୁ ତାଙ୍କ ଅନନ୍ତ ଦୃଷ୍ଟିକୋଣରୁ ଏସବୁର ମଧ୍ୟ ଏକ ଉଦ୍ଦେଶ୍ୟ ଅଛି, ଯାହା ଆମେ ବୁଝିପାରିବା ନାହିଁ। ହଁ, ଯାହା ଆମେ ବୁଝିପାରିବା ନାହିଁ। ଏହି ଧାରଣା ହିଁ ବୌଦ୍ଧିକ ନମ୍ରତାର ଆହ୍ୱାନ ଦିଏ। ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ ଆମେ ପୂରା ଚିତ୍ର ଦେଖିପାରୁନାହୁଁ। ଠିକ୍ ଅଛି। ତେବେ ଉତ୍ସଗୁଡ଼ିକ କହୁଛନ୍ତି ଯେ ଆମେ ଈଶ୍ୱରଙ୍କ କାର୍ଯ୍ୟର କିପରି ବା କାହିଁକିକୁ ସମ୍ପୂର୍ଣ୍ଣ ଭାବେ ବୁଝିପାରିବା ନାହିଁ। ତେବେ ଏମିତି କିଛି ଅଛି କି ଯାହା ଆମେ ନିଶ୍ଚିତ ଭାବେ ଜାଣିପାରିବା? ଯଦି ସବୁକିଛି ଏତେ ରହସ୍ୟମୟ, ତେବେ ବିଶ୍ୱାସର ଆଧାର କ'ଣ? ବହୁତ ଭଲ ପ୍ରଶ୍ନ। ଆଉ ଲେଖାଗୁଡ଼ିକ ଏହାର ଉତ୍ତର ଦିଅନ୍ତି। ସେମାନେ କହନ୍ତି ଆମେ ଈଶ୍ୱରଙ୍କ ଅସୀମ ଅସ୍ତିତ୍ୱର କାର୍ଯ୍ୟପ୍ରଣାଳୀକୁ ବୁଝି ନ ପାରିଲେ ବି ଆମେ ତାଙ୍କ ଚରିତ୍ରକୁ ଜାଣିପାରିବା। ଏକଦମ, ଆମେ ତାଙ୍କ ଚରିତ୍ରକୁ ଜାଣିପାରିବା। ଏଠାରେ ଏକ ସୁନ୍ଦର ତର୍କ ଦିଆଯାଇଛି। କିପରି? ତର୍କଟି ହେଲା, ଜଣେ ସର୍ବଜ୍ଞ, ସର୍ବଶକ୍ତିମାନ ସତ୍ତା, ଯିଏ ସମୟର ବାହାରେ, ସେ କୌଣସି ଭୁଲ କରିପାରିବେ ନାହିଁ। କାରଣ ଭୁଲ କରିବା ପାଇଁ ଜ୍ଞାନର ଅଭାବ କିମ୍ବା ଅକ୍ଷମତା ଦରକାର। ଠିକ୍। ଯଦି ସେପରି ଜଣେ ସତ୍ତା କିଛି ଭୁଲ କରନ୍ତି, ତେବେ ତାହା ଜାଣିଶୁଣି ହିଁ କରାଯାଇଥିବ। ହଁ। ଆଉ ଜାଣିଶୁଣି କରାଯାଇଥିବା ଏକ ଭୁଲ, ଯାହା ଦୁଃଖ ଓ ଯନ୍ତ୍ରଣାର କାରଣ ହୁଏ, ତାହା ଈଶ୍ୱରଙ୍କ ପ୍ରେମମୟ ସ୍ୱଭାବର ସମ୍ପୂର୍ଣ୍ଣ ବିପରୀତ ହେବ। ଏହା ଏକ ତାର୍କିକ ଅସମ୍ଭବତା। ଓହୋ, ତେବେ ଏହାର ସିଦ୍ଧାନ୍ତ ହେଲା ଯେ ଈଶ୍ୱରଙ୍କ ଚରିତ୍ର ସିଦ୍ଧ, ଅପରିବର୍ତ୍ତନୀୟ ଏବଂ ସ୍ଥିର। ହଁ, ଆମ ବାସ୍ତବତା ବଦଳୁଥାଇପାରେ, ଆମ ବୁଝିବାରେ ଭୁଲ ହୋଇପାରେ, କିନ୍ତୁ ଈଶ୍ୱରଙ୍କ ସ୍ୱଭାବ, ତାଙ୍କ ପ୍ରେମ, ନ୍ୟାୟ, ବିଶ୍ୱାସ୍ତତା ସବୁବେଳେ ସମାନ। ଏଥିପାଇଁ ତ ହିବ୍ରୁ 13:8 ପଦ କୁହେ, ଯୀଶୁଖ୍ରୀଷ୍ଟ କାଲି, ଆଜି ଓ ସଦାକାଳ ଏକା ପ୍ରକାର। ସମ୍ପୂର୍ଣ୍ଣ ସଠିକ୍। ଲେଖାଗୁଡ଼ିକର ସାରାଂଶ ହେଉଛି, ଯେତେବେଳେ ଆମେ ବୃହତ୍ତର ଚିତ୍ରକୁ ବୁଝିପାରୁନାହୁଁ, ସେତେବେଳେ ଆମ ପାଇଁ ଜାଣିବା ଯୋଗ୍ୟ ଅଂଶଟି ହେଉଛି ଈଶ୍ୱରଙ୍କ ଚରିତ୍ର। ହଁ, ଗଭୀର ରହସ୍ୟ ସତ୍ତ୍ୱେ ଏହା ହିଁ ବିଶ୍ୱାସର ମୂଳଦୁଆ। ଆମ ବୁଝିବାର ସୀମା ଯେଉଁଠି ଶେଷ ହୁଏ, ତାଙ୍କ ଚରିତ୍ର ଉପରେ ଭରସା ସେଇଠୁ ଆରମ୍ଭ ହୁଏ ବୋଲି ଏହି ଉତ୍ସଗୁଡ଼ିକରେ କୁହାଯାଇଛି। ତେବେ ଆଜିର ଏହି ପୂରା ଆଲୋଚନାରୁ ଆମେ କ'ଣ ଶିଖିଲେ? ଆମେ କିଛି ବହୁତ ଗଭୀର ଦାର୍ଶନିକ ଧାରଣା ଉପରେ କଥା ହେଲୁ। ହଁ। ସମୟର ବାହାରେ ଈଶ୍ୱରଙ୍କର ଅସ୍ତିତ୍ୱ,
ଯେଉଁଠି ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ଏକାଠି ଉପସ୍ଥିତ। ହୁଁ ଆମେ ଦେଖିଲୁ କିପରି ଆମର ଅସ୍ତିତ୍ୱ ହିଁ ତାଙ୍କ ଇଚ୍ଛା ଉପରେ ନିର୍ଭରଶୀଳ, ଆଉ ସବୁଠୁ ବଡ଼ କଥା, ଆମେ ଆମ ଜ୍ଞାନର ସୀମାକୁ ସ୍ୱୀକାର କଲୁ। ଆଉ ଏହି ଲେଖାଗୁଡ଼ିକର ମୁଖ୍ୟ ବାର୍ତ୍ତା ହେଉଛି ବୌଦ୍ଧିକ ନମ୍ରତା ପାଇଁ ଏକ ଆହ୍ୱାନ। ହଁ, ସେଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଏଥିରେ ବାରମ୍ବାର କୁହାଯାଇଛି, କେବଳ ଈଶ୍ୱର ହିଁ ଜାଣନ୍ତି। ଏହାର ଉଦ୍ଦେଶ୍ୟ ଆମକୁ ଡରାଇବା ନୁହେଁ, ବରଂ ଆମକୁ ଏହା ମନେ ପକାଇଦେବା ଯେ ଆମେ ଗୋଟେ ବହୁତ ବଡ଼ କାହାଣୀର ଛୋଟ ଅଂଶ ମାତ୍ର। ଆଉ ସେହି ଅସୀମକୁ ସସୀମ ବୁଦ୍ଧିରେ ସମ୍ପୂର୍ଣ୍ଣ ଭାବେ ବାନ୍ଧି ରଖିବା ସମ୍ଭବ ନୁହେଁ। ଏକଦମ। ଏବଂ ଶେଷରେ ସମସ୍ତଙ୍କ ପାଇଁ ଚିନ୍ତା କରିବାକୁ ଗୋଟେ କଥା ଛାଡ଼ିଯାଉଛି। ଆମେ ଆଲୋଚନା କଲୁ ଯେ ପାପ, ମୃତ୍ୟୁ ଏବଂ ମନ୍ଦ ଶକ୍ତି ମଧ୍ୟ ଈଶ୍ୱରଙ୍କ ଦ୍ୱାରା ଧାରିତ ସୃଷ୍ଟିର ଅଂଶ। ଯଦିଓ ଈଶ୍ୱର ସେମାନଙ୍କୁ ସମୟ ସ୍ଥାନ ଭିତରେ ଘୃଣା କରନ୍ତି ଏବଂ ବିରୋଧ କରନ୍ତି। ହଁ, ଏହି ବିରୋଧାଭାସ ଏହା ମନ୍ଦ ଏବଂ ଈଶ୍ୱରୀୟ ସାର୍ବଭୌମତ୍ୱକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଛିଡ଼ା କରାଏ। ଯଦି ସବୁକିଛି, ଏପରିକି ଯାହାକୁ ଈଶ୍ୱର ନିଜେ ବିରୋଧ କରନ୍ତି, ତାହା ମଧ୍ୟ ତାଙ୍କ ଭିତରେ ହିଁ ଅଛି ଏବଂ ତାଙ୍କ ଦ୍ୱାରା ହିଁ ଧାରିତ, ତେବେ ଏହା ବାସ୍ତବତା, ଉଦ୍ଦେଶ୍ୟ ଏବଂ ଭଲମନ୍ଦର ଚରମ ପ୍ରକୃତି ବିଷୟରେ ଆମକୁ କ'ଣ ସୂଚନା ଦେଉଛି?